ବନ୍ଧୁଗଣ, ଆସନ୍ତୁ ଆଜି ଆମେ ମଣିଷ ଶରୀରର ବିଭିନ୍ନ ଜାଗାରେ ତିଳ ଚିହ୍ନ ବା କଳାଜାଇ ଚିହ୍ନ ଥିଲେ କ'ଣ ଫଳ ଦିଏ ସେ ବିଷୟରେ ଜାଣିବା। ବନ୍ଧୁଗଣ, ଯଦି ମଥା ମଝିରେ କଳାଜାଇ ଚିହ୍ନ ଥିବ ତାହେଲେ ମଣିଷଟି ଶାନ୍ତ, ସୌମ୍ୟ, ସରଳ ବା ଜେଣ୍ଟଲମ୍ୟାନ୍ ବା ବୁଦ୍ଧିମାନ ଏବଂ ମେହନତି ବା କଠିନ ପରିଶ୍ରମର ଲୋକ ହୋଇଥାଏ। ଯଦି ମଥାର ଡାହାଣ ପଟେ କଳାଜାଇ ଚିହ୍ନ ଥିବ ତାହେଲେ ସେ ଭାରି ମନି ମାଇଣ୍ଡେଡ଼ ଏବଂ ବ୍ୟବସାୟୀ ଲୋକ କିମ୍ବା ପଇସାକୁ ଭାରି ଜଗିଆ ଲୋକ ହୋଇଥାଏ। ମଥାର ବାମ ପଟେ ଯଦି ଥାଏ କଳାଜାଇ ତାହେଲେ ସେ ଆପଣା ସ୍ୱାର୍ଥୀ ଥାଏ, ସବୁବେଳେ ନିଜ କଥା ଚିନ୍ତା କରିଥାଏ, ଅନ୍ୟ କଥା କିଏ ମନେ ପକାଇଲେ କରେ, ନହେଲେ ନାହିଁ। ଯଦି ଭ୍ରୁଲତା ମଝିରେ ପୁରା ମଝାମଝି ଥାଏ ତାପରେ ସେ ଜନ୍ମଜାତ ନେତା ହେଇଥାଏ ବା ଅନ୍ୟମାନଙ୍କର ଯେକୌଣସି ଫିଲ୍ଡରେ ଥାଉ ସେ ଭିତରେ ଲିଡ଼ିଂ ନେଇଥାଏ, ନହେଲେ ଯେକୌଣସି ଲୋକଙ୍କର ଅନ୍ୟ ଲୋକର କାମ କରିବାକୁ ଭଲ ପାଏ। ଭ୍ରୁଲତାର ବାମ ପଟରେ ଥିଲେ ମଣିଷଟି ଭାରି ଡରୁଆ ହେଇଥାଏ ଏବଂ ମଝିରେ ମଝିରେ ବିଚଳିତ ରୁହେ। ଭ୍ରୁଲତାର ଡାହାଣ ପଟେ ଥିଲେ ଗୃହ ସୁଖ ଥାଏ, ମ୍ୟାଟେରିଆଲ ସୁଖ ଥାଏ, ବସ୍ତୁ ସୁଖ ପାଇଥାଏ ମଣିଷ। ଡାହାଣ ଆଖି ଉପରେ ଯଦି କଳାଜାଇ ଚିହ୍ନ ଥାଏ ତାହେଲେ ହନେଷ୍ଟ ଥାଏ, ମୁହଁରେ ସବୁ କଥା କହିପାରେ, ସାଧୁ ଥାଏ ଲୋକଟି। ଯଦି ବାମ ଆଖି ଉପରେ ଥାଏ କଳାଜାଇ ତାହେଲେ ସେ ନିଜକୁ ଇନସିକ୍ୟୁର ମନେ କରେ, ଭିତରେ ଭିତରେ ଅଲଗା ଥାଏ, ଅସୁଖୀ ଥାଏ, କିଛି ପରିମାଣରେ ଅଲଗା, ଭିତରେ ଅଲଗା, ବାହାରେ ଅଲଗା ଥାଏ, ନିଜ ମନ କଥା ଖୋଲି କହିପାରେନି। ନାକ ମଝିରେ ଯଦି କଳାଜାଇ ଚିହ୍ନ ଥାଏ ତାହେଲେ ରାଗି ଥାଏ, ଶୀଘ୍ର ଡିସିସନ୍ ନେଇଥାଏ, ତା ଜୀବନ ଟିକେ ଉଥଲ ପଥଲ ବା ହଲଚଲ ହୁଏ, ମାନେ ସମାନ ନଥାଏ, କେତେବେଳେ ଭଲ ଥାଏ କେତେବେଳେ ଖରାପ ଥାଏ। ନାକର ଡାହାଣ ପଟେ ଥାଏ ତାହେଲେ କମ୍ ପରିଶ୍ରମରେ ବ୍ୟକ୍ତିଟି ଧନୀ ହୋଇଥାଏ। ନାକର ବାମ ପଟେ ଯଦି କଳାଜାଇ ଥାଏ ତାହେଲେ କମ୍ ରୋଜଗାର କିନ୍ତୁ ବହୁତ ପରିଶ୍ରମ କରିବାକୁ ଜୀବନରେ ପଡ଼େ। ନାକର ତଳେ ଯଦି ଥାଏ ତାହେଲେ ମଣିଷଟି ଟିକେ ସେକ୍ସି ଥାଏ ବା କାମୁକ ଥାଏ। ବାମ ଗାଲ ଉପରେ ଯଦି କଳାଜାଇ ଚିହ୍ନ ଥାଏ ତାହେଲେ କମ୍ କଥା କହେ ଏବଂ ବହୁତ ଖଚି ହେଇଥାଏ। ଡାହାଣ ଗାଲ ଉପରେ ଯଦି କଳାଜାଇ ଚିହ୍ନ ତାହେଲେ ବହୁତ ଆଗ୍ରେସିଭ୍ ଥାଏ, ମାମଲତକାର ଥାଏ, ତର୍କବାନ ଥାଏ, ଆଉ କାହା କଥା ମାନିଲା ବାଲା ସେ ନୁହଁ, ନିଜ କଥାରେ ଚାଲେ। କାନର ତଳେ ଯଦି ଥାଏ ତାହେଲେ ଭୌତିକ ସୁଖ ପ୍ରାପ୍ତି ହୋଇଥାଏ, ବସ୍ତୁ ସୁଖ ପ୍ରାପ୍ତି ହୋଇଥାଏ, ପାରିବାରିକ ସୁଖ ପ୍ରାପ୍ତି ହୋଇଥାଏ। କାନର ଉପରେ ଯଦି କଳାଜାଇ ଚିହ୍ନ ଥାଏ ତାହେଲେ ବୁଦ୍ଧିଆ ହେଇଥାଏ ବ୍ୟକ୍ତି ଏବଂ ଜ୍ଞାନୀ ହେଇଥାଏ। ଓଠର ଉପରେ ଯଦି ଥାଏ କଳାଜାଇ ତାହେଲେ ଖାଦ୍ୟପ୍ରିୟ। ଓଠର ତଳେ ଯଦି ଥାଏ, ଓଠର ତଳ ପଟେ ଯଦି ଥାଏ ବ୍ୟକ୍ତି ଖାଦ୍ୟପ୍ରିୟ ହୋଇଥାଏ, ପେଟ ରୋଗ ହୋଇଥାଏ, ଟିକେ ମୋଟା ହେବାର ସମ୍ଭାବନା ଥାଏ। ଓଠର ବାକି ଅଂଶରେ ଯଦି ଥାଏ ତାହେଲେ ଟିକେ ସେକ୍ସି ହେଇଥାଏ, କାମୁକ ହୋଇଥାଏ, ଖାଦ୍ୟପ୍ରିୟ ମଧ୍ୟ ହୋଇଥାଏ। ଯଦି ଜିଭ ଉପରେ ଥାଏ କଳାଜାଇ ତାହେଲେ ହେଲ୍ଥ ଏଜୁକେସନରେ ସମସ୍ୟା ଥାଏ, ହେଲ୍ଥରେ ସମସ୍ୟା ଥାଏ, ଶିକ୍ଷାରେ ସମସ୍ୟା ଥାଏ, କଥା କହିବାରେ ବି ସମସ୍ୟା ହେବାର ସମ୍ଭାବନା ଥାଏ। ଜିଭର ଅଗପଟରେ ଯଦି କଳାଜାଇ ଚିହ୍ନ ଥାଏ ତାହେଲେ ସେ ଟିକେ ଡିପ୍ଲୋମାଟ୍, ମୁଡ଼ି, ରାଜନୀତିଜ୍ଞ ଏବଂ ଚାଲାକ ଲୋକ ହୋଇଥାଏ। ଯେ ଚିବୁକ ଉପରେ ଥାଏ ତାହେଲେ ସେ ଯାତ୍ରା ପ୍ରିୟ, ଭ୍ରମଣ ପ୍ରିୟ, ଯାତ୍ରା ମାନେ ବୁଲାବୁଲି ପ୍ରିୟ, ଭ୍ରମଣ ପ୍ରିୟ, ପ୍ରାକୃତିକ ପ୍ରେମୀ ଥାଏ, ଆଉ ହସ୍କୁରା ଥାଏ। ଯଦି ବେକ ଉପରେ କଳାଜାଇ ଚିହ୍ନ ଥାଏ ତାହେଲେ ସେ ଲୋକଟି ଆର୍ଟିଷ୍ଟ ହେଇଥାଏ ଏବଂ କଳାକାର ହେବାର ସମ୍ଭାବନା ଥାଏ। ବେକର ପଛପଟେ ଥିଲେ ସେ ବହୁତ ଆଗ୍ରେସିଭନେସ୍ ଥାଏ, ସବୁ କଥାରେ ନିଜ କଥାକୁ ଆଗ ସେ କରିବାକୁ ଭଲ ପାଏ। କାନ୍ଧ ଉପରେ ଯଦି କଳାଜାଇ ଚିହ୍ନ ଥାଏ କମ୍ ବର୍ଷରେ ତା'ର ଘରର ଜିମେଦାରି ତା ଉପରେ ପଡ଼େ, ବୋଝ ପଡ଼େ, ଘରର ବୋଝକୁ ସେ ସମ୍ଭାଳେ। ଡାହାଣ କାନ୍ଧ ଉପରେ ଥିଲେ ସେ ଯେଉଁ ଘରର ବୋଝ ତା ଉପରେ ପଡ଼ିଛି ସେ ତାକୁ ନେଇକିରି ତୁଲେଇବାରେ ସକ୍ଷମ ହୋଇଥାଏ
ଏବଂ ବୁଦ୍ଧିଆ ହେଇଥାଏ, ପରିଶ୍ରମୀ ହେଇଥାଏ। ଡାହାଣ ହାତ ଉପରେ ଯଦି କଳା ଯାଇଥାଏ ତାହେଲେ ଲୋକଟି ବୁଦ୍ଧିଆ, ଜ୍ଞାନୀ ଏବଂ ଜିମେଦାର ଲୋକ ହେଇଥାଏ। ବାମ ହାତରେ ଯଦି କଳା ଯାଇଥାଏ ସେ ଆରାମ କରେ, ଅଳ୍ପ ପରିଶ୍ରମରେ ସୁଖ ଭୋଗ କରେ ଏବଂ ମଜାରେ ରୁହେ। କହୁଣୀ ଉପରେ ଯଦି ଥାଏ କଳା ଯାଇ ତାହେଲେ ଲୋକଟି ଡରୁଆ ହେଇଥାଏ, ଟେକ୍ନିକାଲ କାମ କରେ, ଭ୍ରମଣ କରେ, ଟିକେ ଅସ୍ଥିରତା ତା ଜୀବନରେ ରହେ। ରିଷ୍ଟ ଉପରେ ଯଦି କଳା ଯାଇତି ନଥାଏ ତାହେଲେ ଆର୍ଟିଷ୍ଟିକ୍ ଲୋକ ଥାଏ, କ୍ରିଏଟିଭ୍ ଲୋକ ଥାଏ, ସୁଖ ସୁବିଧା ଭୋଗ କରେ, ମନ ତାର ସବୁ ଧନ୍ଦାରେ ମନ ଥାଏ, ଗୋଟିଏ କାମରେ ମନ ନଥାଏ, ବହୁତ ଧନ୍ଦାରେ ମନ ଥାଏ। ଯଦି ଆଙ୍ଗୁଳିର ଭିତର ପଟେ ବା ପାପୁଲି ପଟେ ଥାଏ କଳା ଯାଇ ତାହେଲେ ବିଶ୍ୱାସୀ ଥାଏ, ଲୋକଟି ଧନୀ ଥାଏ, ଭାଗ୍ୟବାନ ଥାଏ, ମନି ମାଇଣ୍ଡେଡ଼ ମଧ୍ୟ ଥାଏ। ଯଦି ଛାତି ଉପରେ କଳା ଯାଇତି ନଥାଏ ତାହେଲେ ତାର ଆକ୍ସିଡେଣ୍ଟ ହେବାର ସମ୍ଭାବନା ଥାଏ, ଦୁର୍ଘଟଣା ହେବାର ସମ୍ଭାବନା ଥାଏ, ମିଛ ଫିଛ କହିପାରେ, କାରଣ ପେଟ ଭିତରେ ଗୋଟେ ଅଲଗା ବାହାରେ ଗୋଟେ, ପେଟ ଲଙ୍ଗସର ପ୍ରୋବ୍ଲେମ୍ ରହିବାର ସମ୍ଭାବନା ଥାଏ। ବାମ ଛାତିରେ ଯଦି କଳା ଯାଇତି ନଥାଏ ତେବେ ନର୍ମାଲ ଲାଇଫ୍ ଯିଏ ସାଧାରଣ ଜୀବନ ଯିଏ। ଯଦି ପିଠି ମେରୁଦଣ୍ଡ ଉପରେ କଳା ଯାଇଥାଏ ତାହେଲେ ସଫଳ ହୋଇଥାଏ, ନେତା ହେଇଥାଏ, ସ୍ଥିରତା ହେଇଥାଏ, ଜୀବନରେ ଉନ୍ନତି କରେ। ପିଠିର ଖୁଆ ଉପରେ ଯଦି ଗୋଟେ ହାତର ଯେଉଁ ଖୁଆ ତା ଉପରେ ଥାଏ ତାହେଲେ ଜୀବନ ଷ୍ଟ୍ରଗଲ୍ ପୂର୍ଣ୍ଣ ହୋଇଥାଏ, ବହୁତ ସଂଘର୍ଷ କରି ସଫଳତା ମଣିଷ ପାଏ। ଖୁଆର ଉପର ପିଠି ଉପରେ ଯଦି ଥାଏ, ଖୁଆ ଉପର ପିଠିର ଖୁଆ ଉପରେ ଉପର ଆଡ଼କୁ ଯଦି ଥାଏ ତାହେଲେ ସେ ସାହସୀ ଥାଏ, ବହୁତ ଚ୍ୟାଲେଞ୍ଜ ନିଏ ଆଉ ଚ୍ୟାଲେଞ୍ଜ ନେଇ ସଫଳତା ଲାଭ କରେ। ଛାତି ଉପରେ ପୁଅ ପିଲାଙ୍କ ଯଦି ଛାତି ଉପରେ କଳା ଯାଇ ଥାଏ ତାହେଲେ ସେ ବୁଦ୍ଧିଆ ହେଇଥାନ୍ତି, ଜ୍ଞାନୀ ହେଇଥାନ୍ତି, ଭାରି ବନ୍ଧୁପ୍ରିୟ ହେଇଥାନ୍ତି, ବନ୍ଧୁପ୍ରେମୀ ହେଇଥାନ୍ତି। ମହିଳାଙ୍କର ବାମ ଛାତିରେ ଯଦି କଳା ଯାଇତି ନଥାଏ ତାହେଲେ ଶାନ୍ତ, ପାରିବାରିକ ଓ ସଂସ୍କାରୀ ହେଇଥାନ୍ତି, ପରିବାରର ଦାୟିତ୍ୱ ଠିକ୍ ଭାବରେ ନେଇପାରନ୍ତି। ମହିଳାମାନଙ୍କର ନାଭି ଉପରେ ଯଦି କଳା ଯାଇଥାଏ ତାହେଲେ ସୁଖୀ ବୈବାହିକ ଜୀବନ ସେମାନେ ଅତିବାହିତ କରନ୍ତି। ପୁରୁଷମାନଙ୍କର ନାଭି ଉପରେ ଯଦି ବାମ ନାଭି ଉପରେ ଥାଏ, ନାଭିର ବାମ ପଟେ ଥାଏ, ସେ ସମ୍ପୂର୍ଣ୍ଣ ହେଇଥାନ୍ତି, ମାନେ ପାରିବାରିକ ଜୀବନ ସମ୍ପୂର୍ଣ୍ଣ ହୋଇଥାଏ, ଜୀବନ ବି ସମ୍ପୂର୍ଣ୍ଣ ହୋଇଥାଏ, ଭଲ ସନ୍ତାନ ସୁଖ ହେଇ ଭଲ ପାରିବାରିକ ଜୀବନ ଫ୍ୟାମିଲି ଲାଇଫ୍ ମେଣ୍ଟେନ୍ କରନ୍ତି। ଯଦି ପେଟ ଉପରେ ଥାଏ କଳା ଯାଇ ତାହେଲେ ବହୁତ ଜୋସ୍ ତାଙ୍କ ଭିତରେ ଥାଏ, ନୂଆ କାମ କରିବାକୁ ଆସନ୍ତି, ସବୁଆଡ଼ୁ ତାଙ୍କୁ ସପୋର୍ଟ ମିଳେ, ତେଣୁ ସଫଳତା ତାଙ୍କ ହାତରେ ପଡ଼େ। ପେଟର ଡାହାଣ ପଟେ ଯଦି ବ୍ୟକ୍ତିର କଳା ଯାଇଥାଏ ତାହେଲେ ତା ଜୀବନରେ ବହୁ ଆୟ କରେ, ବହୁତ ବାଟରେ ମଧ୍ୟ ଆୟ କରେ। ଯଦି ଜଙ୍ଘର ଡାହାଣ ଜଙ୍ଘରେ ଥାଏ ଲୋକ ଆଧୁନିକ ହୋଇଥାଏ, ଚିନ୍ତାଧାରା ତାର ଆଧୁନିକ ହୋଇଥାଏ, ବହୁତ ସାହସୀ ଥାଏ, ଯେକୌଣସି ସମସ୍ୟାକୁ ସେ ଲଢ଼ିଯାଏ ସାହସରେ। ଜଙ୍ଘର ବାମ ପଟେ ଥିଲେ ଯଦି କଳା ଯାଇଥାଏ ସେ ଆର୍ଟିଷ୍ଟିକ୍ ଲୋକ ଥାଏ, କ୍ରିଏଟିଭ୍ ଲୋକ ଥାଏ, ଲେଖକ ଲୋକ ଥାଏ, ସୋସିଆଲିଷ୍ଟ ଲୋକ ଥାଏ, ଅଲଗା ପ୍ରକାର ତାଙ୍କର ସମାଜରେ ଅଲଗା ଜଣାପଡ଼ିଯାଏ, ଅନ୍ୟ ଲୋକଙ୍କ ଠାରୁ ଅଲଗା ବୋଲି ଜଣାପଡ଼ିଯାଏ। ଯଦି ବାମ ଆଣ୍ଠୁରେ କଳା ଯାଇଥାଏ ଭ୍ରମଣ ପ୍ରିୟ ଥାଏ, ରିକ୍ସ ନିଏ, ରାଜା ଭଳି ଜୀବନ ସେ କାଳାତିପାତି କରେ, ରାଜା ଭଳି ଭଲ ସୁଖ ଜୀବନ କରେ। ଯଦି ଡାହାଣ ଆଣ୍ଠୁରେ ଥାଏ ତାହେଲେ ସେ ବହୁତ ପ୍ରେମୀ ଥାଏ, ଆଶିକ ମିଜାଜର ଥାଏ, ଝିଅମାନ ମାନେ ଅପୋଜିଟ୍ ନରଙ୍କ ସାଙ୍ଗରେ ତାଙ୍କର ରିଲେସନ୍ ରୁହେ। ଡାହାଣ ଗୋଡ଼ରେ ଯଦି କଳା ଯାଇଥାଏ ତାହେଲେ ସଫଳ ହେଇଥାଏ, ନେତା ହେଇଥାଏ, ଆକ୍ଟିଭ୍ ବହୁତ ହେଇଥାଏ। ବାମ ଗୋଡ଼ରେ ଯଦି କଳା ଯାଇ ନଥାଏ ତାହେଲେ ବହୁତ ଆରୋଗାଣ୍ଟ ଥାଏ, ମେହନତି ଥାଏ, ଗୁପଚୁପ୍ ଲୋକ ଥାଏ, ତାକୁ ନ କହିଲେ କିଛି ସେ କୁହେ ନାହିଁ, ବହୁତ ଗ୍ରାଭିଟି ମେଣ୍ଟେନ୍ କରେ। ପାଦ ତଳ ଡାହାଣ ଗୋଡ଼ର ପାଦ ତଳେ ଯଦି କଳା ଯାଇଥାଏ ତାହେଲେ ସେ ଭ୍ରମଣ ପ୍ରିୟ, ବୁଲାବୁଲି କରିବାକୁ ଭଲ ପାଏ, ଖାଇବା ପିଇବାକୁ ଭଲ ପାଏ, ଖର୍ଚ୍ଚ ବାର୍ଚ୍ଚ ବି ମଧ୍ୟ କରେ। ଯଦି ବାମ ପାଦ ତଳେ କଳା ଯାଇଥାଏ ତାହେଲେ ବିବାଦୀୟ
ଘଟଣାରେ ପଡ଼େ, ବହୁତ କଣ୍ଟ୍ରୋଭର୍ସି ଜିନିଷରେ ତା ଭିତରେ ଜୀବନରେ ଆସେ। ପାଦର ଆଙ୍ଗୁଠିରେ ଯଦି କଳା ଯାଇତି ନଥାଏ ତାହେଲେ ସଫଳ ହୋଇଥାଏ, ବୈବାହିକ ଜୀବନ ସଫଳ ହୋଇଥାଏ, ସାଂସାରିକ ଜୀବନ ସଫଳ ହୋଇଥାଏ। ଯଦି ଦୁଇଟା ଯାକ ପିଚାରେ ଯେଉଁ କଳା ଯାଇଥାଏ ତାହେଲେ ହସୁକୁରା, ସାହାଯ୍ୟକାରୀ ଥାଏ, ପ୍ରେମୀ ଥାଏ, ବିଶ୍ୱାସୀ ଥାଏ। ଯଦି ଡାହାଣ ପିଚାରେ ଥାଏ କେବଳ କଳା ଯାଇ ତାହେଲେ ବୁଦ୍ଧିଆ, ଜ୍ଞାନୀ ଥାଏ, କ୍ରିଏଟିଭ୍ ନେଚର୍, ଆର୍ଟିଷ୍ଟ ଥାଏ। ଯେବେ ବାମ ପିଚାରେ କଳା ଯାଇଥାଏ ସେ ସାମାନ୍ୟ ଜୀବନ ଯିଏ କିନ୍ତୁ ସୁଖୀ ଜୀବନ ଯିଏ। ଯଦି ଗୁପ୍ତାଙ୍ଗରେ କଳା ଯାଇ ଚିହ୍ନ ବା ତିଳ ଚିହ୍ନ ଥାଏ ତାହେଲେ ବହୁତ ବ୍ରଡ଼ ମାଇଣ୍ଡେଡ଼, ସେକ୍ସି, ହସକୁରା, ସୁଖ ବୈବାହିକ ଜୀବନ ଓ ବହୁତ ବସ୍ତୁଭୋଗୀ ହୋଇଥାଏ। ବନ୍ଧୁଗଣ, ତିଳ ଚିହ୍ନ ବିଷୟରେ ଆଣିଲା। ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।